କାହାର ପିଲାବେଳର ନାଟକ ମନେ ପଡ଼ି ଯାଉଛି ତ ଆଉ କିଏ ପିଲାଦିନ ସାଙ୍ଗକୁ ଚିହ୍ନି କୁଣ୍ଢେଇ ପକାଉଛି। ଆହା କି ନିବିଡ଼ତା, ପିଲାଦିନର ବନ୍ଧୁତା ଆଉ ଏ ଅନାବିଳ ପ୍ରେମ କେବଳ ଅନୁଭବୀ ହିଁ ଅନୁଭବ କରିପାରିବ ଏମାନଙ୍କ ଭାବକୁ। ବୟସ ସିନା 80 ଛୁଇଁଲାଣି, କିନ୍ତୁ ପିଲାଦିନକୁ ଆଜି ଖୋଜି ହେଉଛନ୍ତି ଏମାନେ। ବରଡ଼ା ପତର ଘରେ ଗୋବର ଲିପିବା, ଆମ୍ବ ତୋଟାରୁ ଆମ୍ବ ଚୋରି କରି ଖାଇବା, ବଡ଼ ପାଖରୁ ଗାଳି ଶୁଣିବା, ମନ୍ଦିର ଭୋଗ ଛଡ଼ାଇ ଖାଇବା, ଏସବୁ ଦୁଷ୍ଟାମି ଯେମିତି କାଲି ଭଳି ଯାଇଥିଲା। ହେଲେ ଆଜି କିଏ ବୁଢ଼ା କରିଦେଲା, କାଲି ପୁଣି ସମୟ ସୁଅରେ ଅସ୍ତିତ୍ୱ ଭାସିଯିବ ଭାବି ଭାବ ବିହୋଳ ହୋଇଯାଉଛନ୍ତି। ବକୁଳବନ୍ଧର ସବୁ ସାଙ୍ଗମାନେ ଏକଜୁଟ ହେବା ପାଇଁ ସ୍ଥିର କଲୁ ଏବଂ ସେହି ହିସାବରେ ଆଜି ଆମେ ସମସ୍ତେ ଏକାଠି ହେଇଛୁ। ସେ ଆନନ୍ଦ ଭାଷାରେ କହିହେବନି। 60 ବର୍ଷ ପରେ ଏକାଠି ହେଇଛୁ। ଆର ବର୍ଷ ଅବଶ୍ୟ କେତେଜଣ ଏକାଠି ହେଇଥିଲୁ। ଦୁଃଖର ବିଷୟ, ତାଙ୍କ ଭିତରୁ କେତେଜଣ ଚାଲିଗଲେଣି। ଯେଉଁମାନେ ଚାଲିଗଲେଣି ତାଙ୍କ ବିଷୟ ମନେ ପକାଇଲା ବେଳେ ଆମେ ଅବଶ୍ୟ ଶୋକସଭା କଲୁ, କିନ୍ତୁ ସେ ଶୋକସଭାରେ ଆଉ ସେଥିରେ କ'ଣ ମନ ପୁରେ? ସେଇ ଦିନର କଥା, ସେମାନଙ୍କର କଥା, ବର୍ତ୍ତମାନ ସାଙ୍ଗସାଥିମାନଙ୍କର କଥା ଯେତେବେଳେ ମନେ ପଡ଼ିଯାଏ ସେତେବେଳେ ଆମେ କୁନି ପିଲା ହେଇ। ସମୟର ସ୍ରୋତରେ ପିଲାଦିନ ଚାଲିଗଲା, କିଶୋର ଆଉ ଯୁବାବସ୍ଥା ଯାଇ ବାର୍ଦ୍ଧକ୍ୟ ଘାରିଲା। ଏ ଅବସ୍ଥାରେ କୁଆଡ଼େ ଗଲା ସେ ପିଲାଦିନ ଗୁଡ଼ାକ ଭାରି ମନେ ପଡ଼ୁଛି। ଆସ ଟିକେ ଅତୀତକୁ ଭେଟିବା, ବିତି ଯାଇଥିବା ସ୍ମୃତିକୁ ସାଉଁଟିବାର ଇଚ୍ଛା ନେଇ ଏକାଠି ହୋଇଛନ୍ତି ସତ୍ୟବାଦୀ ବନବିଦ୍ୟାଳୟର 1965 ମସିହାର ବ୍ୟାଚ୍। ଏ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ ନୁହେଁ ତ ସତେ ଯେମିତି ଶତାବ୍ଦୀର ଶ୍ରେଷ୍ଠମାନଙ୍କର ଭେଟଘାଟ। କିଏ 30-40 ବର୍ଷ ଧରି ପ୍ରଶାସନିକ ଦାୟିତ୍ୱ ତୁଲାଇଛି, ଆଉ କିଏ ଗାଁ ବିଦ୍ୟାଳୟର ଶହ ଶହ ଭବିଷ୍ୟତକୁ ଗଢ଼ିଛି। ଏମାନଙ୍କ ଭିତରୁ କିଏ ବାଟ କାଟି ଚାଲିଗଲେଣି, ଯିଏ ଅଛନ୍ତି ସେମାନେ ଫଟୋ ଭିତରେ ସ୍ମୃତିକୁ ଦରାଣ୍ଡୁଛନ୍ତି। ଏକାଠି ବସି ପିଲାଦିନ, ବାଲିଘର ଆଉ ବିଟି ଖେଳକୁ ମନେ ପକାଉଛନ୍ତି। ମାଟ୍ରିକୁଲେସନ୍ ବ୍ୟାଚ୍ର ଗୋଟେ ଗେଟ୍ ଟୁଗେଦର ହେଇଥିଲା। ଏଇଟା ବହୁତ ଦିନ ପରେ ଆମର ଗୋଟେ ଗେଟ୍ ଟୁଗେଦର ହେଇଥିଲା। ଆମ ଭିତରୁ ବହୁତ ଲୋକ ଚାଲିଗଲେଣି ଏବଂ ଆହୁରି କିଛି ବି ଅଛନ୍ତି ଯେଉଁମାନେ ବି ଏ ଅବସ୍ଥାରେ ଅଛନ୍ତି, ଆସି ବି ପାରୁନାହାନ୍ତି। ଆଉ ପଞ୍ଜେଇ ମଧ୍ୟ ବହୁ କଷ୍ଟରେ ଆଶା ବାଡ଼ି ଧରି ବହୁ କଷ୍ଟରେ ରୋଗଗ୍ରସ୍ତ ସତ୍ତ୍ୱେ ମଧ୍ୟ ଆସି ପହଞ୍ଚିଛନ୍ତି ଏବଂ ସମସ୍ତଙ୍କ ସ୍ନେହର ଆମ ଭାବ ଆଦାନ ପ୍ରଦାନ କଲୁ ଏବଂ ସମସ୍ତଙ୍କର ମଧ୍ୟ ଏହି ମତ ହେଲା ଯେ ପ୍ରତିବର୍ଷ ଏମିତି ଫଙ୍କସନ୍ ଚାଲୁଥାଉ। ଆଉ ନେକ୍ସଟ ଫଙ୍କସନ୍ ଆମର ଡିସାଇଡ଼ ହେଇଛି ଯେ ବହୁତ କଥା ମନେ ପଡ଼େ। ମନେ ପଡ଼ିଲା ବେଳେ ବେଳେବେଳେ ଅନେକ ସମୟରେ ଆନନ୍ଦ ଲାଗେ, ଅନେକ ସମୟରେ ଦୁଃଖ ବି ଲାଗେ ଏବଂ ମନ ଭିତରେ ସେ ଯେଉଁ ଭାବନା ତାକୁ କେହି ଭାଷଣରେ କି ଭାବରେ କହି। ଦୀର୍ଘ 60 ବର୍ଷ ପରେ ଏମାନେ ଭେଟ ହୋଇଛନ୍ତି ସତ, କିନ୍ତୁ ସାଉଁଟି ନେଇଛନ୍ତି 600 ସ୍ମୃତି। ପିପିଲିରୁ ଦିତିକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ, OTV।